ପାଞ୍ଚ ମନ ଆଉ 25 ପ୍ରକୃତି ବୋଲି କହିଥାଉ। ତେବେ ଆମେ ଯିବା ଦେଖିବା ପ୍ରଥମେ ହେଲା ଆମର ଆକାଶ ତତ୍ତ୍ୱ। ଆକାଶ ତତ୍ତ୍ୱ ଭିତରେ ଯେଉଁ 5ଟି ପ୍ରକୃତି ରହିଲେ ସେ 5ଟି ପ୍ରକୃତି ହେଉଛନ୍ତି କାମ, କ୍ରୋଧ, ଶୋକ, ମୋହ ଆଉ ଭୟ। ଆକାଶ ତତ୍ତ୍ୱ ଭିତରେ ଆମର ଇଏ 5ଟି ପ୍ରକୃତି ରହିଲେ। ତାର ପରବର୍ତ୍ତୀ ଆସିଲା ବାୟୁ। ବାୟୁ ଭିତରେ 5ଟି ପ୍ରକୃତି କ'ଣ ରହିଲେ? ଚଳନ, ବଳନ, ଧାବନ, ପ୍ରସାରଣ, ସଂକୋଚନ। ଇଏ 5 ପ୍ରକୃତି ଆସିଲେ ବାୟୁ ତତ୍ତ୍ୱ ବିଷୟରେ। ତାପରେ ଆସିଲା ଅଗ୍ନି ତତ୍ତ୍ୱ। ଅଗ୍ନି ତତ୍ତ୍ୱରେ 5ଟି ପ୍ରକୃତି କ'ଣ ଆସିଲା? କ୍ଷୁଧା, ତୃଷ୍ଣା, ନିଦ୍ରା, ଆଳସ୍ୟ, ସଙ୍ଗମ। ଇଏ 5 ପ୍ରକୃତି ଆସିଗଲେ ଅଗ୍ନି ତତ୍ତ୍ୱ ଭିତରେ। ପୁଣି ସୁଧୀବୃନ୍ଦ ଜଳ ତତ୍ତ୍ୱ। ଜଳ